ତିନିଟା କଥା ପାଇଁ ହେ ରାବଣ ମୁଁ ତମକୁ ମାରିବାକୁ ବାଧ୍ୟ ହେଇଛି। ରାବଣ ହାତ ଯୋଡ଼ିଦେଲା, ଭଗବାନ ରାମ ଏ ତିନିଟା କଥା ମୁଁ କେବେ କରିନାହିଁ। ପ୍ରଭୁ ଆପଣ କହିବେ ଆପଣଙ୍କ ନଥିଲା ବେଳେ ପର୍ଣ୍ଣ କୁଟୀରରେ ଯାଇ ମା ସୀତାଙ୍କୁ ମୁଁ ନେଇ ଆସିଛି। ହେ ଭଗବାନ ମର୍ଯ୍ୟାଦାମୟ ପୁରୁଷୋତ୍ତମ ରାମ, ମୁଁ ମା ସୀତାଙ୍କୁ ଆଣିଛି। ଏ କଥା ଦେଖିଛି କିଏ? ଦେଖିଲା ଆପଣ ଆଖିରେ ଦେଖି ନାହାନ୍ତି, ଦେଖିଲା ଗୋଟା ପୋଚା ମାଂସ ଖିଆ ପକ୍ଷୀ ଯାର ନା ଜଟାୟୁ। ଏଇଆ ତ ଜଟାୟୁ ଦେଖିଲା ଗୋଟା, ଆପଣଙ୍କୁ କହିଲା ଗୋଟା। ରାମ କହିଲେ ଜଟାୟୁ କଣ ଦେଖିଲା? ଆପଣ ମାନଙ୍କର ସେଇ ବହି ରେକର୍ଡ ସୀତା ଚୋରି ଆପଣ ମାନେ ପଢିଛନ୍ତି। କହିଲା ହାରାମ ହାରାମ ମାଣିଏ ଜଟାୟୁ ଶୁଣି যদি আপন বিশ্লেষণ করিপারিবে তেবে পাল্লা হইপারিবে। এই পদরে লেখা আছে উপরকু চাহি দেলা, জটা উপরকু চাহিলা রাম নাম শুনি। পড়িছি জঙ্গলরে খাইবাকু পাউ নাই, রাম কেতেবেলে আসিবে মতে উদ্ধার করিবে বিকল হই অপেক্ষা করিছি। যেতেবেলে রাম নাম শুনি দেলা, উপরকু চাহি দেলা, বসির সীতা দেবী সঙ্গে, রাবণ যাଉଛି সীতা দেবী সঙ্গে বালুগাঁ বଜାର। পুଅ ଯାଉଛି ମା ସାଙ୍ଗରେ। ପୁଅ କିଏ ମା କିଏ? ପୁଅ ଯାଉଛି ବାପା ସାଙ୍ଗରେ। ପୁଅ ଯାଉଛି ତାହେଲେ ନଉଛି କିଏ? ବାପା ନଉଛନ୍ତି, ପୁଅ ବାପାଙ୍କ ପଛେ ପଛେ ଯାଉଛି। ଜଟାୟୁ ଦେଖିଲା, ଉପରକୁ ଚାହିଁ ଦେଲା, ବସିର ସୀତା ରାବଣ ଭିଡି ଭିଡି ନେଇଛି ନା ରାବଣ? ନା ରେ ମୂର୍ଖ, ତୋ ଭଳିଆ ମୂର୍ଖ ଏ ପଦର ଅର୍ଥ ଏଇଆ ବୁଝିଲା। ରାବଣ ଯାଉଛି ସୀତା ଦେବୀ ସଙ୍ଗରେ, ତାହେଲେ ଆମ ଗାଁ ରାମଙ୍କ ସାଙ୍ଗରେ ରାବଣ ଯାଉଥିଲା। ସାରେ ଆମ ଗାଁ ରାବଣ ଚୋରି କରି ନେଇ ନାଇଁ 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 ନେଇନି ନା, ଆମ ଗାଁ ଦାଣ୍ଡ ମିଛ, ଆମ ଗାଁ ରାମଲୀଳା ମିଛ। କଣ ତମ ଗାଁ ରାମଲୀଳାରେ? ମୁଁ ନିଜେ ସାରେ ଦେଖିଛି। ଆମ ଗାଁ ଦିଗା ସୀତାକୁ ସଦା ରାବଣ ଭିଡି ଭିଡି ନବାଟା। ଯଦି ରାବଣ ନେଲା ରଖିଲା କୋଉଠି? ଗଛ ମୂଳରେ। ତାର କଣ ଘର ନଥିଲା? ତାର ବହୁତ ରାଣୀ ଥିବାରୁ ତାର କ୍ୱାର୍ଟର ଖାଲି ନଥିଲା। କବି ନଟବର ଜେନା ଘର ଭୂଷଣ୍ଡପୁର, ବହିନା ଅଖଣ୍ଡ ରାମ କାବ୍ୟାମୃତ। କଣ କହିଲେ? ଅନ୍ତରରେ କର ଥିଲେ ଲଙ୍କେଶ୍ୱର, ନା ଶୋକ ଶୋକ ଯୋଉଠି ଶୋକ
ଅଶୋକ ନାହିଁ କାନ୍ଦିବା ହବ ନାହିଁ ତା ନାଁ ଅଶୋକ ବନ ସେଇଠି ରଖିଲା ଜଗେଇଲା କାହାକୁ ସବୁ ଲେଡିଜ ସିକ୍ୟୁରିଟି ଗାର୍ଡ ବ୍ୟାଙ୍କରୁ ଚୋରି ହେଇଯିବ ଏସବିଆଇ ବ୍ୟାଙ୍କ ପଡିଯିବ ଭାଇ ଡାକିଲେଣି ଗାଡି ନେଇ ଆସ ଗୋଟେ ସିକ୍ୟୁରିଟି ଯଦି ତାଲା ପକେଇଦେଲା ସେ ତାଲା ପକେଇଲା ବାଲା ସେଠି ପୁରୁଷ ସିକ୍ୟୁରିଟି ନଥିଲେ ଥିଲେ ସବୁ ମହିଳା ଆଉ ରାବଣ କହୁଛି ହେ ତିନିଟା ଜିନିଷ ଚୋରି କଲେ ଚୋରରେ ତାକୁ ଗଣା ଯାଏ ନାହିଁ ତାହେଲେ କୁହ ରାବଣ ତିନିଟା ଜିନିଷ କୋଉ ଜିନିଷ ଚୋରି କଲେ ଚୋରରେ ଗଣା ହୁଏ ନାହିଁ କହିଲା ଋଷି କାହିଁକି ଗାୟକ ସମ୍ରାଟ ବିଶ୍ୱନାଥ ଗାୟକ ସମ୍ରାଟ ବୈଷ୍ଣବ ଚରଣ ପ୍ରଧାନ ତିନିଟା ଜିନିଷ ଆପଣ ମାନେ ଯଦି ଆଣନ୍ତି ଆପଣଙ୍କୁ କେହି ଚୋର କହିବେନି ଜାଣିବା ପାପାଲାର ଶିକ୍ଷା ଋଷି କାହିଁକି ଇଏ ନାସିବା ସ୍ୱର୍ଣ୍ଣମୟ ଲଙ୍କା ରାମ ବିଶ୍ୱ तुलसी कुसुम रावण कहउछंदी मर्यादामय पुरुषोत्तम राम तीनटा जिनिस चोरी कले चोर बोली धरा जाए ना जाओ सुंदरिया सुंदरिया साट करलेनी बाला अरे मोर कोन मन एटे कि सन्ना भाईना को साट दुंची देखिबा कार कोठी लक्ष्य देखो रावण कहउछंदी हे मर्यादामय पुरुषोत्तम राम तुलसी चोरी कले आपण भगवान को प्रीतार्थे तुलसी जदि तोलंती आपण को पाप लागिबो कुसुम फूल तोली कले पाप लागिबो आउ सर्वशेष रे गोटिए जिनिस जा होछंती शालग्राम जनक नंदिनी मोक्ष प्रदायनी जनक नंदिनी मोक्ष देव मानिती तांकु सेई परी जनानी सीता जनक गेड़ भाई बुढ़ा लानी एमजा साट कुंथला तमे बुढ़ा का कहउछ
ସନା ଦାସ କହିଛନ୍ତି ଆରେ ସେଇଠି ବେହେରା ଅଛି ତାର ସବୁ ଡ୍ରେସ ପତ୍ର ଅଲଗା ନ ପିନ୍ଧି ଗଲେ ଆମେ କେମିତି ହବ ହଁ ହଁ ସମୁଦି ଦେଇଛି ଦେଖିଲ ସମୁଦି ଦେଇଛି ନା ୟାଙ୍କର ସାର୍ଟ ନାହିଁ ୟାଙ୍କ ସମୁଦି ସାର୍ଟ ଇଏ ଆଜ୍ଞା ଖାଲି ଶୁଙ୍ଗି ଦିଅନ୍ତୁ ଖାଲି ଟିକେ ଶୁଙ୍ଗି ଦଉନାହାନ୍ତି କାହିଁକି ଶୁଙ୍ଗିଦେବ ତ ଆଉ କଣ କାହିଁକି ସିଆଡେ ପଡେ ନାଇଁ ମାରୁଛି ବାବୁ ମତେ ପଇସା ଦେଇନି ନା ତତେ ଦେଇନି କଣ ମନା କରୁଛି ଏଇଟା ତମର ନୁହେଁ ବୋଲି ଆମର ସେମିତି ଲୋଭ ନାହିଁ ଆଜ୍ଞା ଆଉ ପଇସା ନେଇ ମାରିଲୁଣୁ ସାରେ ଆପଣ ନିଜେ କହୁଛନ୍ତି ଜଗତର ନାଥ ଜଗନ୍ନାଥ ସେ 60 ପଉଟି ଖାଲି ବାସ୍ନା ଭୋଗ କରୁଛନ୍ତି ଖାଲି ଶୁଙ୍ଗି ଦଉଛନ୍ତି ନା ସେ କଣ ଖାଉଛନ୍ତି ଆପଣ ସେମିତି ଆପଣଙ୍କର ପଇସା ଅବଶ୍ୟ ଆପଣ ଖାଲି ଶୁଙ୍ଗି ଦେବେ ନା 50ଟି ଭାରତୀୟ ମୁଦ୍ରା ପ୍ରଦାନ କରିଛନ୍ତି ଅରବିନ୍ଦ ମହାପାତ୍ର ମହୋଦୟ ଭଗବାନ ସତ୍ୟନାରାୟଣ ସ୍ୱାମୀ ତାଙ୍କର ମଙ୍ଗଳ କରନ୍ତୁ ସର୍ବେ ବୋଲନ୍ତୁ ଆନନ୍ଦେ ରାବଣ କହୁଛି ମର୍ଯ୍ୟାଦାମୟ ପୁରୁଷୋତ୍ତମ ରାମ ତିନିଟା ଜିନିଷ ଚୋରି କଲେ ଚୋର ବୋଲି ଗଣା ଯାଏନି ଆଉ ପ୍ରଭୁ ଜାନାମି ସୀତା ଜନକ ପ୍ରସୂତା ମୁଁ ଜାଣିଛି ସୀତା ଜନକ ରାଜାଙ୍କର ଝିଅ ତସ୍ୟ ଶିର ଆସିଲେ କହିବ ନା ମୁଁ ଯାହା ନ କହିଥିବି ଗୋଟା ବାହାର କରି କହିବି ଶିକ୍ଷକ ଏମିତି କହୁଛ ଏମିତି ବାଡେ ବାଡେ ଲେଖା ରାବଣ କହୁଛନ୍ତି ମର୍ଯ୍ୟାଦାମୟ ପୁରୁଷୋତ୍ତମ ରାମ ସମୟ ହେଲାଣି ଭାଇମାନେ ଆସିଲେଣି ମୁଁ ବାଡେ ବାଡେ ଲେଖିକିରି ରଖିଛି କାନ୍ଥରେ କାନ୍ଥରେ ମଧୁସୂଦନ ଦାଶରଥୀ ନାମ ଦେଇଛି ଦଶରଥ ସୁବୁଧି ନାୟକ 100ଟି ଭାରତୀୟ ମୁଦ୍ରା ସୁବୁଧି ନାୟକ ମହୋଦୟ 100 ଭାରତୀୟ ମୁଦ୍ରା ପ୍ରଦାନ କରିଛନ୍ତି ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ସର୍ବେ ବୋଲନ୍ତୁ ଆନନ୍ଦେ ହେ ରାମ ବିଦେହ ରାଜନ ପାରନ୍ତା ଯେ ସୀତା ଯାହାର ଦେହ ନାହିଁ ସେ ବିଦେହ ସେଇ ରାଜା ଯେ ସୀତାକୁ ପାଳନ
ତାଙ୍କ ନାଁ କଣ? ସୀତାଙ୍କ ବାପା ନାଁ କଣ? ସାରେ ଜନକ। ସିଆଡେ କୁଆଡେ ପଳଉଛୁ ପରିବେଶ? ନା ନା ସାରେ ମୋର କଣ ଭୁଲ ହେଲା ଯେ ତମେ ମତେ ତରଛଉଛ? ସୀତାଙ୍କ ବାପା ନାଁ କଣ? ଆରେ ମୁଁ ଗ୍ୟାରେଣ୍ଟି ଦେଇ କହିବି ଜନକ। ଆମ ଗାଁରେ ରାମଲୀଳା ହଉଛି ପରା। ତାଙ୍କ ନାଁ ଜନକ ନୁହଁ, ତାହେଲେ କୋଉ କଉ? ତାଙ୍କ ନାମ ପରା ଶିରଧ୍ୱଜ ଜନକ ବହନ। ତାଙ୍କ ସାନ ଭାଇ କୁଶଧ୍ୱଜ ଜନକ ହୋଇଅଛି ତ ପ୍ରମାଣ। ସମସ୍ତେ କହିଲେ ଜନକ ଜନକ ସବୁ ପରା ଲେଖା ହେଲା। ମଣ୍ଡଳୀ ପୀର ଦରବାରେ ନ୍ୟାୟ ସାର ଭରା। ତାଙ୍କ ନାଁ ସାର୍ ମାନେ ଶିରଧ୍ୱଜ ଜନକ। ତାଙ୍କ ସାନ ଭାଇଙ୍କ ନାଁ କୁଶଧ୍ୱଜ ଜନକ। ଜନକ ତାଙ୍କ ସାଙ୍ଗିଆ ଶିରଧ୍ୱଜ ହଉଛି ନା। ଆମ ନାଁ ଲମ୍ବୋଦର ବେହେରା। ଲୋକ କିଛି ମନେ ନ ପଡିଲେ ବେହେରା ବାବୁ ବୋଲି ଡାକନ୍ତି। ତେଣୁ ଗୋଟେ ପ୍ରଚାର ହେଇଗଲା ବେହେରା ବାବୁ ର ସଜାନ ବିଦେହ ରାଜନ ପାରନ୍ତା ଯେ ସୀତା ସୀତା ଚୋରି ବିନା କେହି ହେ। ସୀତାକୁ ଚୋରି ନ କଲେ ମୋର ମୁକ୍ତି ନାହିଁ, ମୁଁ ଏ କଥା ଜାଣିଛି। କାନ୍ଥ ବାରରେ ଲେଖିଛି ସୀତା ଚୋରି ସୀତା ହରଣମ ବୈଦେହୀ ହରଣମ ରାବଣ ମରଣମ। ଆଉ ପ୍ରଭୁ ହେ ମର୍ଯ୍ୟାଦାମୟ ପୁରୁଷୋତ୍ତମ ରାମ, ଆପଣ ରାମ ନୁହନ୍ତି। ମୁଁ ରାବଣ ନୁହେଁ, ଆପଣ ଯାହାକୁ ମାରିଦେଲେ ମୋ ଭାଇ କୁମ୍ଭକର୍ଣ୍ଣ ନୁହେଁ। ମୁଁ ଯୋଉ ମା ସୀତାଙ୍କୁ ଆଣିଛି ସେ ସୀତା ନୁହନ୍ତି। ଆପଣ ହଉଛନ୍ତି କିଏ, ମୁଁ କିଏ, ମତେ ଟିକେ ମନେ ପକାନ୍ତୁ। ରାବଣ ମୁଁ ରାମ, ତମେ ରାବଣ। ନାଇଁ ପ୍ରଭୁ କଲା ବୈକୁଣ୍ଠ ନ ମାନୁ ଆମେ ବୈକୁଣ୍ଠ। ଚାରି ଦିନ ଯାକ ଖୋଇଦେବିନି সোনা ଭାଇନାଙ୍କୁ ଛାଡୁଛି କି? ବୈକୁଣ୍ଠ বৈকুণ্ঠপুরের লক্ষ্মী, আপন হেউছন্তি নারায়ণ। মু জয় মো না জয়, মো ভাই কুম্ভকর্ণকু যাহাଙ୍କୁ মারিদেলে সে হচ্ছে বিজয়। জয় বিজয় তুমি দি ভাই, ଆମେ ଦୁଇ ଭାଇ ଆପଣଙ୍କ ଦ୍ୱାରପାଳ। ଓହୋ ଦ୍ୱାରପାଳ, ସିକ୍ୟୁରିଟି ଗାର୍ଡ ଥିଲା ଆଉ କଣ? ଦିନକର ଆପଣ କଣ ହେଇଛି ଘଟଣା? ନିବୃତ କୋଠରୀରେ ମୁନିମାନଙ୍କ ସହିତ ଆଲୋଚନା କରିଲା ବେଳେ ଆମ ଜୟ ବିଜୟଙ୍କୁ କହିଥିଲ, ହେ ଜୟ ବିଜୟ, ଯିଏ ଏଇ ସମୟରେ ଆସିବ ବାଟ ଛାଡ଼ିବନି। ଇଏ ଏତିକି ବେଳରେ ଲକ୍ଷ୍ମୀ ଠାକୁରାଣୀ ପ୍ରବେଶ ହେବେ।
ପ୍ରଭୁଙ୍କର ନିର୍ଦ୍ଦେଶ ଆମ ଡ୍ୟୁଟି ପଡ଼ିଗଲା ଡ୍ୟୁଟି ପଡ଼ିଲା ଆଉ ଜଗାଜଗି ହେଇକି ରହିବା ଆଉ ଭଲ କି ଭିଡ଼ିକି ତ କାଇଁ ଭିଡ଼ିକି ଧରିବା ଅରେ ସେମେଳରେ ଗୋଟା ଗେଡ଼ ତୁ ଏମେଳରେ ଗୋଟା ଗେଡ଼ ତମେ ଦିଟା ସାଙ୍ଗ ହେଇଥିଲେ ଭଲ ହେଇଥାନ୍ତା ଆଜ୍ଞା କାହିଁକି କ'ଣ ଅସୁବିଧା ହେଇଛି କି ଏବେ ଆମକୁ ଏମିତି କ'ଣ ବୋଇଲେ ହେ ଜୟ ବିଜୟରେ ରାସ୍ତା ଛାଡ଼ିବ ଏବେ ବହନ ଜୟ ବିଜୟ କହିଲେ କହିଲେ ମା ପ୍ରଭୁ ନିର୍ଦ୍ଦେଶ ଦେଇଛନ୍ତି ଇଏ ଭିତରକୁ କେହି ପ୍ରସବ କରିପାରିବେ ଆରେ ପ୍ରସବ ପ୍ରବେଶ ସେଟା କ'ଣ ପ୍ରବେଶ ମୁଁ ଘୋଷି ଦେଇଛି ପ୍ରସବ କହିଲେ ମା ଆମେ ଭିତରକୁ ଛାଡ଼ିବୁନି ରାଗି ଗଲେ ମା ଲକ୍ଷ୍ମୀ ଠାକୁରାଣୀ ଭାଇ ମୋହର ଶୂଳ ପାଣି ଭାଇ ମୋହର ଶୂଳ ପାଣି ଲକ୍ଷ୍ମୀରେ ମୋହର ଧରଣୀ ଆରେ ମୁଁ ପରା ପ୍ରଭୁଙ୍କର ସ୍ତ୍ରୀ ଆମେ ମା ଜାଣିଛୁ ନିତ୍ୟ ବସାଇ ବକ୍ଷ ତଳେ ତେବେ ଆମକୁ ବାଟ ଛାଡ଼ ପ୍ରଭୁଙ୍କର ନିର୍ଦ୍ଦେଶ ନାହିଁ ଆଉ ପ୍ରଭୁ ଆମକୁ ନିର୍ଦ୍ଦେଶ ଦେଇନାହାନ୍ତି ମା ଛାଡ଼ିବୁନି ବାଟ କହିଲା ଯଦି ନ ଛାଡ଼ିବ ଅଭିଶାପ ଘେନ ଜୟ ବିଜୟ ଆମେ କାନ୍ଦିଲୁ ଆପଣଙ୍କ ନିକଟରେ ଆପଣ କହିଥିଲେ ହେ ଜୟ ହେ ବିଜୟ ଯୋଉ ମା ତମକୁ ଅଭିଶାପ ଦେଇଛି ସେ ମାକୁ ଚୋରି କଲେ ବା ହରଣ କଲେ ତମେ ମୁକ୍ତି ପାଇବ ସତ୍ୟ ଯୁଗରେ ଯେ ଆମେ ଦୁଇ ଭାଇ ହିରଣ୍ୟକଶିପୁ ହିରଣାକ୍ଷ ଦେବ ହିରଣାକ୍ଷ ହିରଣ୍ୟକଶିପୁ ତ୍ରେତୟାରେ ରାବଣ କୁମ୍ଭକର୍ଣ୍ଣ ଦ୍ୱାପରରେ ଶିଶୁପାଳ ଦନ୍ତ ବକ୍ର ଏବେ କଳିଯୁଗେ ପରା ଏଇ ଦୁଇ ଭାଇ କେଉଁ ଜନ୍ମ ଲଭିଲେ ଭାଇ କହିବ ଭଲେ ନହେଲେ ତମେ ପାଲା ଗାଇବ ପଇସା ପରାଏ ବେହେରାଟି ବାବୁ ନେବ କଳିଯୁଗରେ ଏଇ ରାବଣ କୁମ୍ଭକର୍ଣ୍ଣ କଣ ହେଲେ ଆଉ ରାବଣ କହୁଛି ପ୍ରଭୁ ମୋର ଭୁଲ ନାହିଁ ତୁଳସୀ କୁସୁମ ଶାଳଗ୍ରାମ ଚୋରି କଲେ ଚୋର ବୋଲି ଧରାଯାଏ ନା ମୁଁ ବ୍ରାହ୍ମଣ ପୁଅ ମୋତେ ଆପଣ ମାରିଛନ୍ତି ଅଭିଶାପ ଏବେ ଦେଉଅଛି ପରା ଘେନା କରିବଟି ଘେନ ସେତୁ ବନ୍ଧରେ ଯୋଉ କଥା ମତେ ମାଗିଥିଲ ଏ ମୁଁ ଯୋଉ କଥା ଆପଣଙ୍କୁ ମାଗିଥିଲି ଆପଣ ଯଜମାନ ମୁଁ ପୁରଦାୟୀ ଆପଣଙ୍କର ରାମେଶ୍ୱର ନାଥ ପ୍ରତିଷ୍ଠା କରିଥିଲି ଆପଣଙ୍କୁ ଦକ୍ଷିଣା ମାଗିଥିଲି ଏ ଯାବତ ମତେ ଦକ୍ଷିଣା ଦେଇନାହ ତେଣୁ ଏ ବ୍ରାହ୍ମଣ ଅଭିଶାପ ପଡିବ ହେ ପ୍ରଭୁ କରୁଅଛି ନିବେଦନ ତୁମେ କହିଥିଲ ସୀତା ତୁମ ପରା କରିଅଛି ସହରଣ ତମେ କହିଥିଲ ବୋଲି ମୁଁ ମା ସୀତାଙ୍କୁ ଚୋରି କରିଛି
তাহলে কথা তো অড়ুয়া হইল রহিলা মো সোনা ভাই না যে কহিবে আজি রামায়ণ কালি মহাভারত তারপর দিন অন্য কথা হবে 4 দিন পালা 4 প্রকারিয়া কথা হইব যেবে সিনা ভাব নাম কথা পড়া জনা পড়িব হে ভেলা নইলে তুমি পালা গাইব বেহেরা পয়সা নব রহিলা এ কথা যদি মো উপর দেব পয়সা সবু তক দেই দেবি সভাপতি মহাশয় মোহর রহিগলা নিবে পয়সা দেলে মো ভাই না ঘরে আউ কথা আছে দেউল কার ଯୋଉ ସ୍ଲିପି ତିଆର କରିଥିଲେ ତାଙ୍କ ନାଁ କଣ ଏ ଯୋଡ଼ିଏ କଥା କହ 4 ଦିନ ବିତିବ ସୋନା ଭାଇନା କହିପାରିବେନି ମୁଁ ଏ କଥା ଆଜି କହିଦେଇ ଯାଉଛି